ଛୁଟିଆ ହେଇଛି 100 ଆଉ ଆପଣ ନଗଲେ ସେଠି କିଛି ଜିନିଷ ଅଧୁରା ରହିଗଲା। ଯାହା ହଉ ମୁଁ ଆସେ ବର୍ତ୍ତମାନ ମୁଁ ଯାହା କହୁଛି ଆପଣମାନେ ଶୁଣନ୍ତୁ। ମୁଁ କହୁଛି ଆମର ଏ ଯେଉଁ ଯୋଗ ମୁନି ସମାଜ ଯୋଗ ଏଇଟା ବହୁତ ପୁରୁଣା। ଆପଣଙ୍କ ଯୋଗ ପ୍ରାୟ 68ଟା ଯୋଗ ଅଛି। ଆପଣଙ୍କ 68 ଯୋଗ ମଧ୍ୟରେ ମୁନି ସମାଜ ଯୋଗଟା ହେଉଛି ସବୁଠୁ ଶ୍ରେଷ୍ଠ। ତେଣୁ ମୁନି ସମାଜ ଯୋଗ ବିଷୟରେ ମୁଁ କିଛି ମୁନି ସମାଜ ଯୋଗ ବିଷୟରେ କିଛି କହୁଛି। କାହିଁକି ନା ପ୍ରଥମେ ଯେତେବେଳେ ରୁୟାଜୀ ମହାରାଜ ଥିଲେ ସେତେବେଳେ ମୁଁ ସୁଯୋଗ ପାଇଥିଲି ତାଙ୍କ ପାଖକୁ ଯିବା ପାଇଁ। ସେ ରୁୟାଜୀ ମହାରାଜଙ୍କୁ ଆମେ ଯାଇଥିଲେ ଗୋରଖପୁର ଅଧିବେଶନ ହେଉଥିଲା। ସେ ଗୋରଖପୁର ଅଧିବେଶନରେ ରୁୟାଜୀ ମହାରାଜ ମୋତେ ଜମି ବିଷୟରେ କହିଲେ। ମୁଁ କହିଲି ସାର୍ ଠିକ୍ ଅଛି, ଆମେ ବହୁତ ବୁଝୁନି ଆଉ ଜମି ଖଣ୍ଡେ ମୁଁ ଦେବି ଆପଣଙ୍କୁ। ଟାଉନରେ ମୋର ଜାଗା ଅଛି, ସେଠି ମୁଁ ଜମି ଖଣ୍ଡେ ଦେବି। ଜାଗା ଦେଲି, କିନ୍ତୁ ଜାଗା ଦେଲା ପରେ ଘର ହେଇପାରିଲା। ବହୁତ ଥର ଶୁଭ ଦିଆଗଲା, ବହୁତ ପ୍ରକାର ଶୁଭ ଦିଆଗଲା, କିନ୍ତୁ ଘର ହବାର କୌଣସି ଚାନ୍ସ ରହିଲା। କେହି ଘର କରିବାକୁ କେହି ରାଜି ହେଲେ। ତେଣୁ ମୁଁ ଗଲି ରୁୟାଜୀ ମହାରାଜ, ରୁୟାଜୀ ମହାରାଜ କହିଲି ମୋର ଏଇଭଳି ଘଟଣା, ଘରଟା ହେଇପାରୁନି, ତେଣୁ କେମିତି କ'ଣ ହବ? ସେଠି ରୁୟାଜୀ ମହାରାଜ ହଠାତ୍ ଉଠି ପଡ଼ିଲେ। ଉଠି ପଡ଼ିଲା ପରେ ମୁଁ ଭାବିଲି ମୋତେ ମାରିବେ କି କ'ଣ। ସେ ସେଠୁ ମୋ ମଥାରେ ହାତ ଦେଲେ। ମଥାରେ ହାତ ଦେଇ ମୋତେ କହିଲେ ମୁଁ ନିର୍ଦ୍ଦେଶ ଦେଉଛି ସେ ଆଶ୍ରମ ତୁ କରିବ, ଏଇଟା ମୋର ନିର୍ଦ୍ଦେଶ। ସେଠୁ ତାପରେ ମୁଁ ତ ଆସିଲି। ତାପରେ ଆସି ଧୀରେ ଧୀରେ କୌଣସି ପ୍ରକାରେ ଆଶ୍ରମଟାକୁ ଆରମ୍ଭ କଲି। ମୋର ସଭା ସାନ ପୁଅ ଯିଏ ରହୁଛି ଆମେରିକାରେ, ସିଏ ପ୍ରଥମେ ଲକ୍ଷ ଟଙ୍କା ଦେଲା ଯେ ଘର ଆରମ୍ଭ କରିବା ପାଇଁ। ତାପରେ ମୁଁ କିଛି ପଇସା ଖର୍ଚ୍ଚ କରି କିଛି ବାଟ ଆଗେଇଲା ପରେ ଦେଖିଲି ମୁନି ସମାଜଟା ପୁରା ହେଇପାରୁନି। ତେଣୁ ମୁଁ ଲୋନ୍ କଲି। ମୁଁ 3 ଲକ୍ଷ ଟଙ୍କା ଲୋନ୍ କରିକି ସେ ଘର ତିଆରି କଲି। ତାପରେ ଧୀରେ 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 ସେ ଲୋନ୍ ମୁଁ ସୁଝିଲି। ପ୍ରତ୍ୟେକ ମାସ ମୋର ବ୍ୟାଙ୍କ ଆକାଉଣ୍ଟରେ 4,000 ଟଙ୍କା ପଡ଼ିଥିଲା। ଏଇଭଳି ଭାବରେ ସେ ଘରଟା ତିଆରି ହେଲା। ଏବଂ ପ୍ରଥମ ଅବସ୍ଥାରେ ବହୁତ ଲୋକ କିଛି ଜାଣିନଥିଲେ। ମୁଁ ସେଠି ପ୍ରଥମେ ନିଜେ ଯାଇକି ଝାଡୁ ଦେଇଛି, ଝାଡୁ ମାରିକି ସଫା କରିଛି। ଆଉ ତାପରେ ଆସ୍ତେ ଆସ୍ତେ ଲୋକ ବଢିଲେ। ବର୍ତ୍ତମାନ ସେଠି ଯୋଗ ପ୍ରତ୍ୟେକ ରବିବାର ହଉଛି। ଆଉ ତାପରେ ରୁୟାଜୀ ମହାରାଜ ମଧ୍ୟ ଆସିଥିଲେ। ରୁୟାଜୀ ମହାରାଜ ମୋ ଘରକୁ 3 ଥର ଆସିଛନ୍ତି। ଆସିକି ଆଉ ରହିକି ସବୁ ଜିନିଷ ଦେଖିଛନ୍ତି, ଜାଣିଛନ୍ତି ଏବଂ ଯାଇଛନ୍ତି। ତାପରେ ଆପଣଙ୍କର ବିଶ୍ୱମାଧି ଦେବୀ ମୋ ଘରେ ଆସିକି ରହିଥିଲେ କିଛି ଦିନ ଯାଇଛନ୍ତି। ଆଚ୍ଛା, ଆଉ ଏଇପରି ଅବସ୍ଥାରେ ସେ କୌଣସି ପ୍ରକାରେ ଯୋଗ ଘରଟା ତିଆରି ହେଇଗଲା। ଯୋଗ ଘର ତିଆରି ହେଲା ପରେ ତାପରେ ତାକୁ ଗୋଟେ ବାଉଣ୍ଡ୍ରି କରିବା ପାଇଁ ମୋତେ ପଡ଼ିଲା। କାହିଁକିନା ଚାରିଆଡ଼େ ସବୁ ଘର ଦ୍ୱାର ବଡ଼ ବଡ଼ ଘର ସବୁ ହେଇଯାଉଛି। ତେଣୁ କୌଣସି ପ୍ରକାରେ ମୁଁ ବାଉଣ୍ଡ୍ରି କରିକି ଆଉ ଗୋଟେ ଗାର୍ଡେନ କରିଥିଲି। ଆଉ ରୁୟାଜୀ ମହାରାଜ କହିଲେ ତୁ ଦେଖ ସେ ଗାର୍ଡେନ ଯେ କରୁଛୁ ସେଟା ସାବରମତୀ ଆଶ୍ରମ ଭଳିଆ ଯେମିତି କରିବୁ। ମୁଁ ସେମିତି ବର୍ତ୍ତମାନ କରୁଛି। ଆପଣମାନେ ବି ଦେଖିଥିବେ ମୋର ଗାର୍ଡେନଟା କେତେ ସୁନ୍ଦର ହେଇଛି। ଏଇ ହେଲା କଥା। ମୋର ପୁରା କର୍ତ୍ତବ୍ୟ ହେଉଛି ଯେ ଆପଣଙ୍କର ମୁନି ସମାଜ ଯୋଗ ହେଉଛି ସବୁଠୁ ଶ୍ରେଷ୍ଠ ଯୋଗ। ବର୍ତ୍ତମାନ ମୁନି ସମାଜ ଯୋଗ 68 ପ୍ରକାର ଅଛି। 68 ପ୍ରକାର ମୁନି ଯୋଗ ଅଛି। ତା ଭିତରେ ଏ ମୁନି ସମାଜ ଯୋଗଟା ହେଉଛି ଶ୍ରେଷ୍ଠ। ଆଉ ମୋର ଝିଅ ଜଣେ ଆମେରିକାରେ ରହୁଛି। ସିଏ ବି ବର୍ତ୍ତମାନ ହଠ ଯୋଗ ଶିଖିକି ଲୋକଙ୍କୁ ଯୋଗ ଦେଖାଉଛି। ଆଉ ବହୁତ ଲୋକ ଯୋଗରେ ଆସିକି ଶୁଣୁଛନ୍ତି ଏବଂ କରୁଛନ୍ତି। ତେଣୁ ଏଇଭଳି ପରିସ୍ଥିତିରେ ମୁଁ ବହୁତ ବାଟ ଆଗେଇଲି। ତାପରେ ମୋର ବ୍ୟବସାୟ ଥିଲା କଲିକତାରେ। କଲିକତାରେ ବ୍ୟବସାୟ କରୁଥିଲି। ତାପରେ ଯୋଗ ଦେଲା ପରେ ମୁଁ ବ୍ୟବସାୟ ଛାଡ଼ିଲି। ପିଲାମାନେ ସେତେବେଳକୁ ବଡ଼ ହେଇଗଲାଣି। ପିଲାମାନେ କହିଲେ ଆପଣ ଆଉ କାହିଁକି ଏତେ କଷ୍ଟ କରି କଲିକତା ଯିବେ? କଲିକତାରେ ଯାଇକି ପ୍ରତ୍ୟେକ
ଦିନେ ଆପଣ କଲିକତା ଯାଉଛନ୍ତି କେତେ କଷ୍ଟରେ ଗାଡ଼ି ସେତେବେଳେ ଗାଡ଼ିର ଏତେ ସୁବିଧା ନଥିଲା, ବହୁତ ସମୟ ଧରିକି ଯିବାକୁ ପଡ଼ୁଥିଲା। ଏଇ ଯେଉଁ 168ଟା ଯୋଗ ମଧ୍ୟରେ ମୁନି ସମାଜ ଯୋଗ ଯିଏ ସବୁଠୁ ଶ୍ରେଷ୍ଠ, ସେଇଟା ଆମ ମୁନି ସମାଜରେ କରାଯାଉଛି। ତାପରେ ହଠାତ୍ ଯେତେବେଳେ ଆଶ୍ରମର ପ୍ରତିଷ୍ଠା ହେଲା, ସେତେବେଳେ ମୋତିଲାଲ ଥିଲେ, ମୋତିଲାଲ ମୁନି ଚୌହାନ, ଏ ଦି ଜଣ ଆସିକି ମୋତେ କହିଲେ ଯେ ଆମେ ଯୋଗ କ୍ଲାସଟା ଏଇଠି ଅଧିବେଶନ କରିବା ପାଇଁ ପରାମର୍ଶ ଦେଉଛୁ। ତେଣୁ ତାଙ୍କ ଅନୁସାରେ ଆମେ ସେ ଯୋଗ ଷ୍ଟାର୍ଟ କଲୁ ଏବଂ ଆଜି ପର୍ଯ୍ୟନ୍ତ ସେ ଶୃଙ୍ଖଳିତ ଭାବରେ ଯୋଗ କ୍ଲାସ ଚାଲିଛି। ଏବଂ ଆମର ଯେ ଶିବମୁନି ଆମର ଯେ ଯୋଗ ଶିକ୍ଷକ, ସିଏ ଫ୍ରମ୍ ବିଗିନିଂ ପ୍ରଥମରୁ ସେ କହିଲେ ମୁଁ ଏଠି ଯୋଗ ଦେଖାଇବାକୁ ରାଜି। ପ୍ରଥମେ ଆମେ ମୁନି ଖୋଜିଲୁ, ମୁନି ପାଇଲେ, ଆଉ ତେଣୁ ସେ ଏଠିକି ଭଦ୍ରକରୁ ଯିଏ ମୁନି ସମାଜର ଯୋଗଟା ଆଣିଥିଲେ ସେ ଲୋକ ଯେଉଁ ହେଉଛନ୍ତି ଲମ୍ବୋଦର ରାଉତ। ସେ ଲମ୍ବୋଦର ରାଉତ ପ୍ରଥମେ ମୁନି ସମାଜ ଯୋଗ ଆଣିଥିଲେ। ଆଉ ମୁନି ସମାଜ ଯୋଗ ପ୍ରଥମ ଥର ଭଦ୍ରକ ହାଇସ୍କୁଲରେ ହେଉଥିଲା, ତାପରେ ବୋହରି ଥାନାରେ ହେଉଥିଲା। ଏଇଭଳି ଭାବରେ ଯୋଗ ଚାଲିଥିଲା। କିନ୍ତୁ ଏ ଯୋଗ ଘରଟା ହେଇଗଲା ପରେ ତାପରେ